ସମସ୍ତଙ୍କୁ ଆର୍ପି ଏଜୁକେସନକୁ ସ୍ୱାଗତ। ଆମେ ଆଜି ପଢ଼ିବା ଦଶମ ଶ୍ରେଣୀର ସାହିତ୍ୟ ବହି, ଯାହା ହେଉଛି ରାଘବଙ୍କ ଲଙ୍କା ଯାତ୍ରାନୁକୂଲ। କ'ଣ ରାଘବଙ୍କ ଲଙ୍କା ଯାତ୍ରାନୁକୂଲ? ପ୍ରଥମେ ଆମେ ଦେଖିବା କବି। କବି ହେଉଛନ୍ତି ଉପେନ୍ଦ୍ର ଭଞ୍ଜ। ତାଙ୍କର ଜନ୍ମ ହେଉଛି ସପ୍ତଦଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ ଏବଂ ଅଷ୍ଟାଦଶ ଶତାବ୍ଦୀରେ ମୃତ୍ୟୁବରଣ କରିଥିଲେ। ସେହିପରି ଭାବରେ ଦେଖିବା ଚାଲ କବି ପରିଚୟ। ଓଡ଼ିଆ ସାହିତ୍ୟର ବଳିଷ୍ଠ କବିତ୍ୱ ପାଇଁ ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ ଭାବେ ପରିଚିତ। କ'ଣ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଯିଏକି କବି ସମ୍ରାଟ ଭାବେ ସେ ବହୁତ ସୁପରିଚିତ ବା ପରିଚିତ। ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ଭଞ୍ଜନଗର ଅତି ଦୂରୋନ୍ନତ ଘୁମୁସର ରାୟ ବଂଶରେ ଜନ୍ମଗ୍ରହଣ କରିଥିଲେ। ବେଲେ କ'ଣ ଭଞ୍ଜନଗରରେ ଅତି ଦୂର ଘୁମୁସର ରାୟ ବଂଶରେ ସେ ଜନ୍ମଗ୍ରହଣ ସେ ଘୁମୁସର ରାୟ ବଂଶରେ ଜନ୍ମଗ୍ରହଣ କରିଥିଲେ। ଉପେନ୍ଦ୍ର ଭଞ୍ଜ ତାପରେ ରାମ ତାରକ ମନ୍ତ୍ର ଜପ କରି ସେ କବିତ୍ୱ ଲାଭ କରିଥିଲେ। ତାଙ୍କର କେତେ ଗୁଡ଼ିଏ ରଚନାବଳୀ ହେଉଛି ଗୋଟିଏ ବ୍ରାହ୍ମଣ ସୁନ୍ଦରୀ, ଲାବଣ୍ୟବତୀ, ବୈଦେହୀଶ ବିଳାସ, ରସିକ ହରାବଳୀ, ପ୍ରେମ ସୁଧାନିଧି, ସୁଭଦ୍ରା ପରିଣୟ, କଳା କୌତିକୀ, ଛାନ୍ଦଭୂଷଣ ଆଦି ତାଙ୍କ କାବ୍ୟ। ରସପଞ୍ଚକ ଭଳି ଗୀତାତ୍ମକ ଆଲଙ୍କରିକ କୃତି ଓ ଗୀତାତ୍ମକ ନାମକ ହେଉଛି ପଦ୍ୟାଂଶ, କିଛି ଶବ୍ଦକୋଷ, ଅଳଙ୍କାର ନମସ୍କ ପଣ୍ଡିତ ଏବଂ କବିଖ୍ୟାତର କାଳଜୟୀ କୃତି। ଏହା ହେଉଛି ତାଙ୍କର କବିଖ୍ୟାତର କାଳଜୟୀ କୃତି ଅଟେ। ତାଙ୍କର ରଚିତ ଉପନିଷଦ ଓ ଚଉଦିଶା ଓଡ଼ିଆ ଗୀତିକାବ୍ୟକୁ ଅପୂର୍ବ ସୃଷ୍ଟି ବିବେଚିତ ହୋଇଛି। କ'ଣ ତାଙ୍କର ଯେଉଁ ରଚିତ ଚଉପଦୀ ଓ ଚଉଦିଶା ଓଡ଼ିଆ ଗୀତ କବିତା ହେଉଛି ତାଙ୍କ ଅପୂର୍ବ ସୃଷ୍ଟି ରୂପେ ବିବେଚନା ହୋଇଛି। ରାଘବଙ୍କ ଲଙ୍କା ଯାତ୍ରାନୁକୂଲ, ଯାହାକି ବୈଦେହୀଶ ବିଳାସ। କ'ଣ ରାଘବଙ୍କ ଲଙ୍କାନୁଚିତ୍ର ବୈଦେହୀଶ ବିଳାସ ଛାନ୍ଦରୁ ଆସିଛି। କ'ଣ ତାଙ୍କ ରଚିତ ବୈଦେହୀଶ ବିଳାସ ଛାନ୍ଦରୁ ରାଘବଙ୍କ ଲଙ୍କାନୁଯାତ୍ରାକୂଳ ଆସି। ଏହା 52 ଛାନ୍ଦ। କ'ଣ ଏହା 52 ଛାନ୍ଦ ବିଶିଷ୍ଟ ଏବଂ ପ୍ରତୀକ ଯେନ୍ ବୋଲିଲା ରାଘବ ଆଶା ସୀତା ପ୍ରାପ୍ତିରେ କ'ଣ ବରେ ଆରମ୍ଭ ହୋଇଥାଏ। ଏଠାରେ ଲଙ୍କାର ରାବଣ ଅପହୃତ ସୀତା ଉଦ୍ଧାର କରିବା ନିମନ୍ତେ ସମୁଦ୍ର ସେତୁ ଯେଉଁ ରାମଚନ୍ଦ୍ର ବାନ୍ଧିଛନ୍ତି ସେଇ କଥା ଏଠାରେ ବର୍ଣ୍ଣିତ। କ'ଣ ଯେଉଁ ଅପହୃତ ସୀତା ରାମଙ୍କ ଦ୍ୱାରା ଅପହରଣ ହୋଇଛନ୍ତି, ତାହାଙ୍କୁ ମୁକ୍ତି କରିବା ନିମନ୍ତେ ରାମ ଯେଉଁ ଲଙ୍କାକୁ ଯିବେ ସମୁଦ୍ର ପଥରେ ସେତୁ ବାନ୍ଧିକି, ତାହା ଏଠାରେ ବର୍ଣ୍ଣନା କରାଯାଇଛି। ଚାଲ ତାହେଲେ ପାଠଟା ଆରମ୍ଭ କରିବା। ବଲିଲା ରାଘବ ଆଶା ସୀତା ପ୍ରାପ୍ତିରେ। କ'ଣ ବଲିଲା ବେଲେ କ'ଣ ବୋଲେ ବଢ଼ିଗଲା। ରାଘବ ବେଲେ ହେଉଛି ରାମଙ୍କର ଆଶା ସୀତାଙ୍କ ପ୍ରାପ୍ତି କରିବା ନିମନ୍ତେ ବଢ଼ିଯାଇଛି। ବିଚାରିଲେ ସିନ୍ଧୁପତି ଯିବା ପର୍ବତରେ। କ'ଣ ବିଚାରିଲେ କ'ଣ ସେ ବିଚାର କଲେ ଯେ ପର୍ବତ ଏ ସମୁଦ୍ରରେ ପର୍ବତଙ୍କୁ ପୋତି ସେ ଯିବା ପାଇଁ। ବୁଡ଼ିଗଲା ପକାଇଲେ କପି ଯେତିକିରି ବୋଲେ କ'ଣ ବୁଡ଼ିଗଲା କପି ଯେତେ ଗିରି ବୁଦ ନ ଦିଶି ଫିଫିକୃତ କରି। ବୋଲେ କ'ଣ କପିମାନେ ବା ଯେଉଁ ବାନର ସେନା ଯେତେ ଗିରିମାନ ପକାଇଲେ ସମୁଦ୍ରରେ ସବୁ ବୁଦ ନ କରି ଫିଫିକୃତ କଲା। ବେଲେ କ'ଣ ଆମେ ଯଦି ଯେଉଁ ପୋଖରୀରେ କମ୍ ଥିଲେ ପାଣି, ତାହେଲେ ଗୋଟେ ପଥରେ ପକାଇଲେ ତାହା ଯେଉଁ ଫିଫିକୃତ କରିଥାଏ, ସେହିପରି ଭାବରେ ବୁଦର ଶବ୍ଦ ଦେଲା। ବୋଲେ ବହୁତ ପାଣି ଥିଲା ନା, ସେହିପରି ଭାବରେ ବୋଲେ ଏହା ଦେଖି ରାମ ବିସ୍ମୟ ନିଶ୍ଚୟ ତେଇ ବରୁଣ ପ୍ରସନ୍ନେ ବିନା ଶୟନରେ ସେ ଦର୍ଭ ଶୟନ। ବୋଲେ ବିସ୍ମୟ ହୋଇ ବିନା ଶୟନ ସେ ଦର୍ଭ ଶୟନେ ରାମଚନ୍ଦ୍ର ଶୟନ କରିଛନ୍ତି। ବୁଧ ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶ ଶିର ବରିଗଲା ସେ ଶୁକ ସାରଣଙ୍କୁ କର। କ'ଣ ରାବଣ ଶୁକ ଓ ସାରଣଙ୍କୁ ଦୁଇଟି ଚାର, ଯାହାକି ଶ୍ରୀ ବିଭୀଷଣଙ୍କୁ କହିବା ପାଇଁ ବା ବିଭୀଷଣଙ୍କୁ ଏବଂ ଯେଉଁ ଅଙ୍ଗଦଙ୍କୁ ବାର୍ତ୍ତା ପଠାଇବା ନିମନ୍ତେ ସେ କହିଛନ୍ତି। ବିଭୀଷଣ କହ ଜ୍ୟେଷ୍ଠ ଭ୍ରାତା ପିତାଶ୍ରୀ ବୁଝୁ ନ ବୁଝୁ କପିତା ବାଣୀ। ବୋଲେ କ'ଣ କହିଲେ ଏଠାରେ ଯେ ଯେଉଁ ବିଭୀଷଣକୁ କହିବ ଯେ ଜ୍ୟେଷ୍ଠ ଭ୍ରାତା ହେଉଛନ୍ତି ବଡ଼ ଭ୍ରାତା ପରି, ସେ ବୁଝନ୍ତୁ କିମ୍ବା ନ ବୁଝନ୍ତି। ବିଭୂତି କି ଭୁଞ୍ଜୁଥିଲେ ବିଭୂତି ଭୂଷଣ ବଡ଼କୁଳେ ଜନମୀ ଶରଣ କି କାରଣ। ବୋଲି ସେ ବଡ଼କୁଳେ ଜନ୍ମ ନେଇ ଏହି ବାନର ବା ଯେଉଁ ନର ରାମ
ରାମ ଯେଉଁ ବନବାସୀ ରାମଙ୍କ ଠାନେ କାହିଁ ବି ଶରଣ ନେଇଛନ୍ତି ବୋଲି କହିଛନ୍ତି। ପୁଣି କହିବ ଅଙ୍ଗଦକୁ ପିତା ଶତ୍ରୁ ନିଜ ଶତ୍ରୁ ବୋଲେ ପିତା ଶତ୍ରୁ ହେଉଛନ୍ତି ନିଜ ଶତ୍ରୁ। ବାଦଇ ପିତ୍ର ବୋଲେ କ'ଣ ପିତାଙ୍କର ଯେଉଁ ସୈନ୍ୟ ଅଛନ୍ତି ତାଙ୍କ ପିତାଙ୍କୁ ଯିଏ ହେଉଛି ବାଲି ତାହାଙ୍କୁ ରାମଚନ୍ଦ୍ର ବଧ କରିଥିଲେ। ତେଣୁ ତାଙ୍କ ପିତାଙ୍କ ଶତ୍ରୁକୁ କାହିଁକି ସହଯୋଗ କରୁଛନ୍ତି ତାଙ୍କର ସେହି ବାନର ସେନାକୁ ନେଇ ତାଙ୍କର ନଗରୀକୁ ଯାଆନ୍ତୁ ବୋଲି। ବିହାୟସୀ ବିହିର ସାଗର ଚିଡ଼ି ଯାଇ ବର୍ତ୍ତକ ସ୍ୱରୂପ ଧୂତ କେଁ କେଁ ଟିହା କହିଛି ବେଲେ କ'ଣ ସେଇମାନେ ସାଗର ଡେଇଁବା ପାଇଁ ବା ଯେଉଁ ସମୁଦ୍ର ଡେଇଁବା ପାଇଁ ବତକ ରୂପ କରି କେଁ କେଁ କରି ଗଲେ। ବିଖ୍ୟାତ କରୁ ବଂଶୀ କହିବା ଯେ ବୋଧ ଉଭୟ ବିଖ୍ୟାତ କରୁ ବଂଶୀଧର କହିବାରେ ବୋଧ ଉଭୟ ପଲାଉ ସତ୍ୱର ଅଛି ବୋଲେ କ'ଣ ବିଖ୍ୟାତ କରୁ ବଂଶୀ ବୋଲେ ସେ ବିଂଶ ଚକର ବୋଧ ଉଭୟ ପଲାଉ ସତ୍ୱରେ ବୋଲେ କ'ଣ ସେ ତାଙ୍କର ନିଜର ସୈନ୍ୟଙ୍କୁ ଧରି ସେହି ତାଙ୍କର ନଗରୀକୁ ଚାଲିଯାଆନ୍ତି। ବାହୁଡ଼େଇ ରାବଣ କହିବ ଦେବ ରୂପୀ ବୋଲଇ ଅନୁଜ ସୀମାଦେବ ଶିବଦେବ ବୋଲେ କ'ଣ ସେହି ବିଭୀଷଣଙ୍କୁ ଯେଉଁ ସୁକୌଶଳ ଯେଉଁ ବାର୍ତ୍ତା ପଠାଇଛନ୍ତି ସେହି ବିଭୀଷଣ କହୁଛନ୍ତି ତାଙ୍କ ବାର୍ତ୍ତାକୁ ଶୁଣି ଯେ ମୋ ଜ୍ୟେଷ୍ଠ ଭ୍ରାତା ଯଦି ସୀତାଙ୍କୁ ରାମଚନ୍ଦ୍ରଙ୍କ ପାଠେଇ ସମର୍ପି ଦେବ ତାହେଲେ ମୁଁ ଯିବି। ବଞ୍ଚୁଲି ଅଙ୍କ ଦେବା କିରି ଧର୍ମୀ ବଜାଗତ ସମୟ ପୋତା ହେଲା ବ୍ୟାମୀ ବୋଲେ କ'ଣ ବୋଲେ ସେହି ଯେଉଁ ଅଙ୍ଗଦଙ୍କୁ ଯେଉଁ ବାର୍ତ୍ତା ପଠାଇଥିଲି ବା ବାର୍ତ୍ତା ଶୁଣାଇଲେ ରାବଣର ତାହା ଶୁଣି ଅଙ୍ଗଦ ବହୁତ ରାଗିଯାଇ ସେହି ଯେଉଁ ସୁକୌଶଳକୁ ବ୍ରହ୍ମଚାକୁଡ଼ା ବଜାଇଲେ। ବାଜିଥିଲେ ଚୁନିବେ ପାତଲେ ଭଜିଯିବ ବିନ୍ଧ୍ୟତସୁ ହେଲେ ବଞ୍ଚାଇବେ ଦୈବଜୀ ବୋଲେ କ'ଣ ଯେଉଁ ସୂର୍ଯ୍ୟ ଅସ୍ତ ହୋଇଥିବା ସମୟରେ ସେହି ବିନ୍ଧ୍ୟ ପର୍ବତରେ ସୂର୍ଯ୍ୟ ଅସ୍ତ ହୋଇଥିବାରୁ ସେ ସେଟା ତାଙ୍କର ଭାଗ୍ୟ ବା ବିଧାତାଙ୍କ ଆଶୀର୍ବାଦ ଯୋଗୁଁ ତାହା ତାଙ୍କର ଦେହରେ ବାଜିଲା ନାହିଁ। ଯଦି ବାଜିଥିଲେ ପାତାଳରେ ଚୂର୍ଣ୍ଣୀଭୂତ ହୋଇ ପାତାଳରେ ପହଞ୍ଚି ଯାଇଥିତି। ବଲ କେତେ ବୋଲୁ ଯେତେ ଶଙ୍ଖ ସେହି 12 ରାଶି ଜନକୀ ଯେତେ ଶଙ୍ଖ ଯେ ବେଲେ କ'ଣ ବୋଲେ ସେମାନେ ରାମଚନ୍ଦ୍ରଙ୍କର ଯେତେ ସୈନ୍ୟ ଦେଖିଲେ ଯେ ସମୁଦ୍ରରେ ଶଙ୍ଖ ଯେପରି ସେହିପରି ଭାବରେ ରାମଚନ୍ଦ୍ରଙ୍କର ସୈନ୍ୟ ମଧ୍ୟ ସେତିକି ତାହାଙ୍କୁ ଗଣନା କରି ନ ହୁଏ। 12 ରାଶିକି ଜନତି ଶଙ୍ଖ ସେଇ ଭିତରେ ଶାଗ ପଞ୍ଚାରିଲା ବିହସ ରାମ କୁଶସଜ୍ଜା ପ୍ରତ୍ୟୁତ୍ତର ଦେଲା ବୋଲେ କ'ଣ ସେହି ବରୁଣ ରାମଙ୍କର କୁଶସଜ୍ଜା ପ୍ରତ୍ୟୁତ୍ତର ଦେଇ କହିଲେ ବା ତାଙ୍କର ସେହି କୁଶସଜ୍ଜାରେ ଯେଉଁ କରିଥିଲେ ତାଙ୍କୁ ଆଶୀର୍ବାଦ ପ୍ରଦାନ କଲେ ଏହି ସମୁଦ୍ରରେ ଏଇଟା ଶାନ୍ତି ବୋଲି କିଛି ବାର୍ତ୍ତା ଏପରି ଭାବରେ କଲେ। ତାପରେ ହେବା ବିଶରକୁ ମନ୍ଦ ହରି ଜନ୍ମେ ବୋଲ କି କରିବ ଏଡ଼େ ହୀନ ପରାକ୍ରମୀ କ'ଣ ବିଶରକୁ ମନ୍ଦ ହିଂସ କର୍ମେ ବୋଲେ କି କରିବ ଏଡ଼େ ହୀନ ପରାକ୍ରମୀ ବୋଲି ରାବଣ କହିଛି। ଏଡ଼େ ବଡ଼ ହୀନକ୍ରମ ଏଡ଼େ ମାନବ ମୋତେ କ'ଣ କରିବ ମୁଁ ତ୍ରିଲୋକ ବିଜୟୀ ରାବଣକୁ। ଏହି ହେଲା ସମାପ୍ତ। ଭଲ ଲାଗିଥିଲେ RP ଏଜୁକେସନ୍କୁ ସବସ୍କ୍ରାଇବ୍ କରିବେ।